ଭିନ୍ନ ଅଟେ। ଆଜିର ପ୍ରସଙ୍ଗ ହେଉଛି ଭଲ ସମୟ ନିଶ୍ଚୟ ଆସିବ। ଉପଦେଶକ 7 ପର୍ବ ତାର 3 ପଦ। ହାସ୍ୟ ଠାରୁ ଖେଦ ଭଲ, କାରଣ ମୁଖର ବିଷଣ୍ଣତା ଦ୍ୱାରା ହୃଦୟ ପ୍ରସନ୍ନ ହୁଏ। କଣ ଲେଖାଯାଉଛି? ମୁଖର ବିଷଣ୍ଣତା ଦ୍ୱାରା ହୃଦୟ କଣ ହୁଏ? ପ୍ରସନ୍ନ ହୁଏ। ଆପଣଙ୍କ ମୁଖରେ ଯୋଉ ଅଶ୍ରୁ, ଦୁଃଖର ଅଶ୍ରୁ ବହିଯାଏ, କଣ କରେ? ଆପଣଙ୍କ ହୃଦୟକୁ ପ୍ରସନ୍ନ କରିଥାଏ। ସେଥିପାଇଁ ଦେଖନ୍ତୁ, ପ୍ରଭୁଙ୍କର ଉପସ୍ଥିତିରେ କାନ୍ଦି କାନ୍ଦି ପ୍ରାର୍ଥନା କଲା ପରେ ଯୋଉ ଆନନ୍ଦ ସୃଷ୍ଟି ହୁଏ, ସେଇଟା ଆପଣ ସମସ୍ତେ ଅଙ୍ଗେ ନିଭାଇଥିବେ। ଏଇଟା କେବେ ଆସିଥାଏ ପ୍ରିୟ ଭାଇ ଭଉଣୀ ମାନେ? ଯେତେବେଳେ ଆପଣ ପ୍ରଭୁଙ୍କର ଉପସ୍ଥିତିରେ କାନ୍ଦିଥାନ୍ତି, ଅନ୍ୟ ପାଖରେ କାନ୍ଦିଲେ ନାହିଁ, ପ୍ରଭୁଙ୍କ ଉପସ୍ଥିତିରେ କାନ୍ଦିଥାନ୍ତି, ଆପଣ ରିଫ୍ରେଶ ହେଇଯାଇଥାନ୍ତି। କାନ୍ଦିଲା ପରେ ଭଲ ଲାଗେ। ବେଳେ ବେଳେ କଣ ହୁଏ, ଯଦି କେହି ପରିବାର ଚାଲି ଯାଆନ୍ତି, ଜଣେ କାନ୍ଦୁଥିବ, କଣ ବୋଲି କହିବେ? ସେ କାନ୍ଦିଲେ ତାକୁ ଭଲ ଲାଗିବ। କଣ ହୁଏ? ଯେ ମୁଖର ବିଷଣ୍ଣତା ଦ୍ୱାରା ହୃଦୟ ପ୍ରସନ୍ନ ହୁଏ। ଏମିତି ଦେଖନ୍ତୁ, କି ଜ୍ଞାନ, କି ପ୍ରଭୁଙ୍କର ଚାଳନା, କେମିତି ଶବ୍ଦ ଗୁଡାକ! ଏଇଟା କୋଉଠି ମିଳିବନି। ପ୍ରିୟ ଭାଇ ଭଉଣୀ ମାନେ, ଭଲ ସମୟ ନିଶ୍ଚୟ ଆସିବ। ଆଜିର ପ୍ରସଙ୍ଗ ହଉଛି ଭଲ ସମୟ ନିଶ୍ଚୟ ଆସିବ। ଗୀତ ସଂହିତା 84 5-7। ଗୀତ ସଂହିତା 84 5-7। ଯାହାର ବଳ ତୁମ୍ଭଠାରେ ଥାଏ, ଯାହାର ହୃଦୟରେ ସିଓନଗାମୀ ରାଜପଥ ଥାଏ, ସେ ଲୋକ ଧନ୍ୟ। ସେମାନେ କ୍ରନ୍ଦନ ଉପତ୍ୟକାରେ ଗମନ କରୁ କରୁ ତାହାକୁ ଝରଣା ସ୍ଥାନ କରନ୍ତି। ଆଦ୍ୟ ବୃଷ୍ଟି ନାନା ମଙ୍ଗଳରେ ତାହା ଭୂଷିତ କରେ। ସେମାନେ ଉତ୍ତରୋତ୍ତର ବଳବାନ ହୋଇ ଅଗ୍ରସର ହୁଅନ୍ତି। ସେମାନଙ୍କର ପ୍ରତ୍ୟେକ ଲୋକ ସିଓନରେ ପରମେଶ୍ୱରଙ୍କ ଛାମୁରେ ଉପସ୍ଥିତ ହୁଅନ୍ତି। କଣ ଲେଖା ଦେଖନ୍ତୁ, ଯାହାର ବଳ ତୁମ୍ଭଠାରେ ଥାଏ। ଆମର ବଳ କୋଉଠି? ଯେହୋବା ସଦାପ୍ରଭୁ ଆମର ବଳ ଅଟନ୍ତି। ଯାହାର ବଳ ତୁମ୍ଭଠାରେ ଥାଏ, ଯାହାର ହୃଦୟ ସିଓନ ପଥଗାମୀ ରାଜପଥ ଥାଏ, ଯାହାର ହୃଦୟରେ ସିଓନ ପଥଗାମୀ ରାଜପଥ ଥାଏ, ସେ ଲୋକ ଧନ୍ୟ। ସେମାନେ କ୍ରନ୍ଦନ ଉପତ୍ୟକାରେ ଗମନ କରୁ କରୁ ତାହାକୁ ଝରଣାର ସ୍ଥାନ କରନ୍ତି। କଣ କରନ୍ତି? କ୍ରନ୍ଦନର ଉପତ୍ୟକାକୁ ସେମାନେ ଝରଣାର ସ୍ଥାନ କରନ୍ତି। ଆଦ୍ରବୃଷ୍ଟି ନାନା ମଙ୍ଗଳରେ ତାହା ଭୂଷିତ କରେ। ସେମାନେ ଉତ୍ତରୋତ୍ତର ବଳବାନ ହୋଇ ଅଗ୍ରସର ହୁଅନ୍ତି। କଣ ହୁଅନ୍ତି ସେମାନେ? ସେମାନେ ଉତ୍ତରୋତ୍ତର ବଳବାନ ହୋଇ ଅଗ୍ରସର, କ୍ରନ୍ଦନ ଉପତ୍ୟକା ଦେଇ ଯାଆନ୍ତି, କିନ୍ତୁ ପରବର୍ତ୍ତୀ ସମୟରେ କଣ ହୁଅନ୍ତି? ମାନେ ଉତ୍ତରୋତ୍ତର ବଳବାନ। ପ୍ରିୟ ଭାଇ ଭଉଣୀ ମାନେ, ଆପଣ ମାନଙ୍କ ଜୀବନରେ ଜଟିଳ ପରିସ୍ଥିତି, ଭାଇ ଅବି ଗୀତ ଟିକେ ବୋଲୁଥିଲେ, ଆମେ ଶୁଣୁଥିଲୁ ସମସ୍ତେ। ଲାଗୁଥିଲା ତାଙ୍କ ହୃଦୟର ଦୁଃଖକୁ ସେ ଢାଳୁଥିଲେ। ବେଳେ ବେଳେ ଆପଣ ମଧ୍ୟ ଗାଉଥାନ୍ତି, ଗୀତ ଗାଇବା ସମୟରେ ଆପଣଙ୍କର ଦୁଃଖକୁ ଆପଣ ଢାଳୁଥାନ୍ତି। କାରଣ ଦୁଃଖ ପରେ ତ ଆନନ୍ଦ ଅଛି, ଦୁଃଖ ପରେ ତ ସୁଖ ଅଛି। ତ ସମୟ ନିଶ୍ଚୟ ବଦଳିବ। ପ୍ରିୟ ଭାଇ ଭଉଣୀ ମାନେ, ସମୟ ବଦଳିବ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ ଏ ସତ୍ୟତା ଗୁଡ଼ିକ ବୁଝିବା। ସାଧୁ ପାଉଲ ଯେତେବେଳେ ପ୍ରଚାର କରି ବୁଲୁଛନ୍ତି, ସେ ଗୋଟେ କଥା କହୁଛନ୍ତି, ମୋର ପ୍ରାଣ ଆହୁତି ପରି ଢଳା ଯାଉଅଛି। ସେ କହୁଛନ୍ତି, ମୋର ମହାପ୍ରୟାଣର ସମୟ ଅତି ନିକଟତର। ତାଙ୍କର ଦେହରେ ଅସୁସ୍ଥତା ଅଛି, ତାଙ୍କର ପ୍ରାଣ ଆହୁତି ପରି ଢଳା ଯାଉଅଛି। ସେ କେତେବେଳେ ତାଙ୍କର ଜୀବନ ଚାଲିଯିବ, କିନ୍ତୁ ସେବା ନନଷ୍ଟପ ଚାଲିଥିଲା। କେମିତି ଜୀବନ ଏଗୁଡା ଦେଖନ୍ତୁ। ପ୍ରଭୁ ଯୀଶୁ ଖ୍ରୀଷ୍ଟ କୃଷାର୍ପିତ ହେବା ପାଇଁ ଯାଉଛନ୍ତି, କେହି ପାଖରେ ନାହାନ୍ତି। ଅସହ୍ୟ ଯନ୍ତ୍ରଣା, ଅସହ୍ୟ ଦୁଃଖ, ସେ ଭାଙ୍ଗି ପଡି ନାହାନ୍ତି। ସେଇ ଦୁଃଖକୁ ନେଇ ସେ କୃଷ ପର୍ଯ୍ୟନ୍ତ ଗଲେ, ଯେପରି ଆପଣଙ୍କର ମୋର ପରିତ୍ରାଣ ସାଧନ କରନ୍ତି। ଗୋଟେ ଏ ପ୍ରକାର ଏକ ଟେଷ୍ଟିମନି ଯୀଶୁଙ୍କର ଆପଣଙ୍କ ମୋ ପାଇଁ,
ତେଣୁ ଭଲ ସମୟ ଆସିବ। ଯୋଉ ଯୀଶୁଙ୍କୁ ଆପଣ ଗ୍ରହଣ କରିଛନ୍ତି ସେ ଯୀଶୁ ଆପଣଙ୍କ ଜୀବନରେ ଗୋଟେ ଭଲ ସମୟ ଆଣିବେ। ଆଉ ସେ କେତେବେଳେ ଆସିବ? ଏଇ ଅଶ୍ରୁପାତ ପରେ, ଏ କ୍ରନ୍ଦନ ଉପତ୍ୟକା ପରେ ଗୋଟେ ଭଲ ସମୟ ଆସିବ। ଏଠି ମୁଁ କହୁନାହିଁ, କିନ୍ତୁ ଆସିବ ଆପଣଙ୍କ। ଅନେକ ଏଠି ତାଙ୍କର ସୁଖ ଭୋଗ ଦେଖି ନ ପାରନ୍ତି, କିନ୍ତୁ ସେମାନଙ୍କ ଜୀବନରେ ସୁଖ ଭୋଗ ତ ରହିଛି। କଣ ବୋଲି କୁହନ୍ତି? ଯାହା ହଉ ତାର ଦୁଃଖରୁ ସେ ପାରି ହେଇଗଲା। କଣ କୁହନ୍ତି? ଯାହା ହଉ ତାର ଦୁଃଖରୁ ସେ ପାରି ହେଇଗଲା, ତାର କଷ୍ଟରୁ ସେ ପାରି ହେଇଗଲା। ପ୍ରିୟ ଭାଇ ଭଉଣୀ ମାନେ, ଆମମାନଙ୍କୁ ବିଶ୍ୱାସରେ ବଢିବାର ଅଛି। ଆପଣ ଦେଖିବେ ଗୀତ ସଂହିତା 126 ତାର 4-6। ହେ ସଦାପ୍ରଭୁ, ଦକ୍ଷିଣ ଦିଗର ସ୍ରୋତ ପରି ଆମ୍ଭମାନଙ୍କ ଦାସତ୍ୱାବସ୍ଥା ପରିବର୍ତ୍ତନ କର। ଯେଉଁମାନେ କାନ୍ଦି କାନ୍ଦି ବିହନ ବୁଣନ୍ତି ସେମାନେ ଆନନ୍ଦ କରୁ କରୁ ଶସ୍ୟ କାଟିବେ। ଯଦ୍ୟପି ସେ ବିହନ ବହି କାନ୍ଦି କାନ୍ଦି ଆପଣା ପଥରେ ଯାଏ, ତଥାପି ସେ ବିଡ଼ା ଘେନି ଆନନ୍ଦ କରୁ କରୁ ନେଉଟି ଆସିବ। କଣ ଲେଖାଯାଉଛି? 3ଟା ଶବ୍ଦ ଦେଖନ୍ତୁ। ଏ ସଦାପ୍ରଭୁ ଦକ୍ଷିଣ ଦିଗର ସ୍ରୋତ ପରି ଆମ ମାନଙ୍କର ଦାସତ୍ୱ ଅବସ୍ଥା ପରିବର୍ତ୍ତନ କର। କୋଉ ଅବସ୍ଥାରେ ଅଛନ୍ତି? ଦାସତ୍ୱ ଅବସ୍ଥାରେ। ଦାସତ୍ୱ ଅବସ୍ଥା। ତାପରେ କଣ କରୁଛନ୍ତି? ଯେଉଁମାନେ କାନ୍ଦି କାନ୍ଦି ବିହନ ବୁଣନ୍ତି। ଦାସତ୍ୱ ଅବସ୍ଥା, କାନ୍ଦି କାନ୍ଦି ବିହନ ବୁଣନ୍ତି। କିନ୍ତୁ ଲେଖାଯାଉଛି କଣ? ଆନନ୍ଦ କରୁ କରୁ। ଆନନ୍ଦ କରୁ କରୁ ଗୋଟେ ଫ୍ରୁଟଫୁଲ ଟାଇମ ଅଛି। ଦାସତ୍ୱ ଅବସ୍ଥା ଅଛି, ବନ୍ଦିତ୍ୱ ଅବସ୍ଥା ଅଛି, ଅଶ୍ରୁପାତର ସମୟ ଅଛି, କିନ୍ତୁ ଶସ୍ୟ ବହନ କରି ଆସିବାର ଗୋଟେ ସମୟ ମଧ୍ୟ ଅଛି। এইটা ପ୍ରଭୁଙ୍କ ଲୋକମାନେ ଜାଣିବା ଦରକାର। ପ୍ରିୟ ଭାଇ ଭଉଣୀ ମାନେ, ବାସ୍ତବରେ ଆମର ପରମେଶ୍ୱର କି ମହାନ ପରମେଶ୍ୱର। ଆମମାନଙ୍କୁ ସେ କିଭଳି ଭାବରେ ଶିଖାଉଛନ୍ତି, ସେ କିଭଳି ଭାବରେ ଆମମାନଙ୍କୁ ତିଆରି କରୁଛନ୍ତି, ସେ କେମିତି ଭାବରେ ଆମମାନଙ୍କୁ ପ୍ରସ୍ତୁତ କରୁଛନ୍ତି ଯେ ଆମେ ବାକ୍ୟକୁ ବୁଝିପାରୁଛୁ। ମୋର ଜୀବନରେ ଯେତେବେଳେ ମୁଁ ପ୍ରଚାର କାର୍ଯ୍ୟ ଆରମ୍ଭ କଲି, ବହୁତ ସରଳ ବିଷୟ ଗୁଡା କହିବାକୁ ଆରମ୍ଭ କଲି। ଗୋଟେ ମଣ୍ଡଳୀରେ ପାଳକ କାମ କରୁଥାଏ। ମୁଁ ପ୍ରତି ସଣ୍ଡେ କଣ କରିବି ବୋଲି ଗୋଟେ ସିଲାବସ ବନାଉଥିଲି। এই ସଣ୍ଡେ এই ବିଷୟ କହିବି, এই ସଣ୍ଡେ এই ବିଷୟ କହିବି, ଅମୁକ ସଣ୍ଡେ ଅମୁକ ବିଷୟ କହିବି, ଓକେ ଏଟା ରିପିଟ ଟିକେ କରିବି, ଏଟା ଟିକେ ଆଉ କଣ୍ଟିନ୍ୟୁ କରିବି। ଏମିତି ଭାବରେ ମୋର ସିଲାବସ ବନେଇକି ପ୍ରଚାର କରୁଥିଲି। ଆଉ ସେଇଟା ମୋର ଜୀବନକୁ ପରିବର୍ତ୍ତନ କରିଛି। ଆଗ ମୋ ପାଖରେ ଏତେ ଷ୍ଟଡି ବାଇବଲ ନଥିଲା, ଏତେ କନକର୍ଡେନ୍ସ ନଥିଲା, ଏତେ ଏନସାଇକ୍ଲୋପିଡିଆ ନଥିଲା। ମୁଁ କଣ କରୁଥିଲି? ନିଜେ ହିଁ ବାଇବଲକୁ ଧରିକି ବସୁଥିଲି। ପ୍ରଭୁଙ୍କର ପାଦ ତଳେ ବସିବା। କହିବା ପାଇଁ ଚାହେଁ, ଗୋଟେ ଭଲ ସମୟ ନିଶ୍ଚୟ ଆସିବ। ଜିରିମିୟ 31 ପର୍ବ 15, 16, 17। ଜିରିମିୟ 31, 15, 16 ଓ 17। ସଦାପ୍ରଭୁ ଏହି କଥା କହନ୍ତି, ରାମାରେ ହାହାକାର ଓ ତୀବ୍ର ରୋଦନର ଶବ୍ଦ ଶୁଣାଯାଏ। ରାହେଲ ଆପଣା ସନ୍ତାନ ମାନଙ୍କ ନିମନ୍ତେ ରୋଦନ କରୁଅଛି। ସେ ଆପଣା ସନ୍ତାନ ଗଣର ବିଷୟରେ ପ୍ରବୋଧ କଥା ମାନୁନାହିଁ, କାରଣ ସେମାନେ ନାହାନ୍ତି। ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭ କ୍ରନ୍ଦନର ଶବ୍ଦ ଓ ଚକ୍ଷୁର ଲୋତକ ନିବୃତ୍ତ କର, କାରଣ ତୁମ୍ଭ କର୍ମର ପୁରସ୍କାର ଦତ୍ତ ହେବ। ଏହା ସଦାପ୍ରଭୁ କହନ୍ତି, ଆଉ ସେମାନେ ଶତ୍ରୁର ଦେଶରୁ ଫେରି ଆସିବେ। ସଦାପ୍ରଭୁ କହନ୍ତି, ତୁମ୍ଭର ଅନ୍ତିମ କାଳ ବିଷୟରେ ପ୍ରତ୍ୟାଶା ଅଛି, ଆଉ ତୁମ୍ଭର ସନ୍ତାନଗଣ ପୁନର୍ବାର ଆପଣ ମାନଙ୍କର ସୀମାକୁ ଆସିବେ। ଦେଖନ୍ତୁ, ରାମାରେ ହାହାକାର ଓ ତୀବ୍ର ରୋଦନ ଶୁଣା ଯାଉଛି। ଖାଲି ରୋଦନ ନାହିଁ, ରୋଦନର ରୋଳ ଉଠୁଛି, ରୋଦନ ଶୁଣା ଯାଉଅଛି। ରାହେଲ ଆପଣା ସନ୍ତାନ ଗଣ ନିମନ୍ତେ ରୋଦନ କରୁଅଛି, ଆଉ ସେ ଆପଣା ସନ୍ତାନ ଗଣ ବିଷୟରେ ପ୍ରବୋଧ କଥା ମାନୁନାହିଁ, କାରଣ ସେମାନେ ନାହାନ୍ତି। ସଦାପ୍ରଭୁ ଏଇ କଥା କହନ୍ତି, ତୁମ୍ଭ କ୍ରନ୍ଦନର ଶବ୍ଦ ଓ ଚକ୍ଷୁର ଲୋତକ ନିବୃତ୍ତ କର। କ୍ରନ୍ଦନର ଶବ୍ଦ ଆଉ ଚକ୍ଷୁର ଲୋତକ ନିବୃତ୍ତ କର। ତୁମର କର୍ମର ପୁରସ୍କାର ଦତ୍ତ ହେବ। ତୁମର କର୍ମର ପୁରସ୍କାର ଦତ୍ତ ହେବ। ଏହା ସଦାପ୍ରଭୁ କହନ୍ତି,
ଆଉ ସେମାନେ ଶତ୍ରୁ ଦେଶ ରୁ ଫେରି ଆସିବେ। ସଦାପ୍ରଭୁ କହନ୍ତି ତୁମର ଅନ୍ତିମ କାଳ ବିଷୟରେ ପ୍ରତ୍ୟାଶା ଅଛି। କେତେ ବଡ ବିଷୟ ଦେଖନ୍ତୁ, ତୁମର ଅନ୍ତିମ କାଳ ବିଷୟରେ ତୁମର କଣ ଅଛି? ପ୍ରତ୍ୟାଶା ଅଛି, ତୁମର ଭରସା ଅଛି। ଏମିତି ଭାବବାଦୀ ମାନେ କାହାନ୍ତି ଯେମାନେ ଲୋକମାନଙ୍କ ଦୁଃଖ କଷ୍ଟ ନୈରାଶ୍ୟରୁ ସେମାନଙ୍କୁ ବାହାର କରି ଆଣିପାରିବେ ପ୍ରଭୁଙ୍କର ରୋଗକୁ। କେତେ ବଡ ବିଷୟ। ଆଜିକାଲି ଖାଲି ଯେତେ ଭାବବାଦୀ ଆସୁଛନ୍ତି, ପ୍ରଭୁ ଆଶୀର୍ବାଦ କରିବେ, ଗାଡି ଦେବେ, ଘର ଦେବେ, ଟଙ୍କା ଦେବେ, ପଇସା ଦେବେ, ଚାକିରି ଦେବେ, ପ୍ରମୋସନ ଦେବେ, ପୁଅ ଦେବେ। ଲୋକ ମେଞ୍ଚେ ମେଞ୍ଚେ ପାଗଳ ଭଳିଆ ଯାଉଛନ୍ତି। ମୁଁ ଯେମାନଙ୍କୁ ଭାବୁଥିଲି ଏମାନେ ବାକ୍ୟରେ ବଢିଛନ୍ତି, ଏମାନେ ପ୍ରଭୁରେ ପରିପକ୍ୱ ଲୋକମାନେ, ଏତେ ଦିନରେ ତ ବଢି ଯାଇଥିବେ, ଦେଖିଲା ବେଳେ ଏମାନେ ଶିଶୁ ଠାରୁ ମଧ୍ୟ ନିମ୍ନ ସ୍ତରରେ ଅଛନ୍ତି। ଏମାନଙ୍କ ଲୋକମାନେ କାକେଇ ବୁଲୁଛନ୍ତି, ଆତ୍ମିକ ଶିଶୁ ଗୁଡାକ। ଦେଖନ୍ତୁ କେତେ ସୁନ୍ଦର ଲେଖା ଯାଉଛି, କେତେ ଦୁଃଖ, ରାହେଲର ଦୁଃଖ, ଏତେ ବିଳାପ, ଏତେ ହାହାକାର, ଏତେ କ୍ରନ୍ଦନ, କିନ୍ତୁ ତୁମର ପ୍ରତ୍ୟାଶା ଅଛି। ସେମାନେ କଣ କରିବେ? କ୍ରନ୍ଦନ ଉପତ୍ୟକା ଦେଇକି ଯିବେ, କିନ୍ତୁ ସେଇଠି ମଧ୍ୟ ସେମାନେ ଗୋଟେ ମିରାକଲକୁ ଦେଖିବେ। ରାହେଲ ତାର ଜୀବନରେ ଗୋଟେ ଦେଖି ଗୋଟେ ପ୍ରତ୍ୟାଶା ଅଛି। କ୍ରନ୍ଦନ କରୁ କରୁ ଦାସତ୍ୱ ଅବସ୍ଥାରେ ଯିବେ, କିନ୍ତୁ ବିଡ଼ା ବହିକି ସେମାନେ ବାହୁଡି ଆସିବେ। ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁଙ୍କ ନାମର ସ୍ତୁତି। ଯଦି ଆପଣ ଦେଖିବେ ରୋମିଓ ତାର 5 ପର୍ବ 3 ଆଉ 4, ରୋମିଓ 5, 3 ଆଉ 4। କେବଳ ତାହା ନୁହେଁ, ସମସ୍ତ କ୍ଲେଶରେ ମଧ୍ୟ ଦର୍ପ କରୁଅଛୁ, ଯେଣୁ କ୍ଲେଶରୁ ଧୈର୍ଯ୍ୟ, ଧୈର୍ଯ୍ୟରୁ ଅନୁଭୂତି, ପୁଣି ସତ୍ ଚରିତ୍ରରୁ ଭରସା ଯେ ଜନ୍ମେ, ଏହା ଆମ୍ଭେମାନେ ଜାଣୁ। କଣ ଲେଖା ଯାଉଛି? ଦେଖନ୍ତୁ କେତେ ବଡ ବିଷୟଟି ଲେଖା ଯାଉଛି। କଣ ଲେଖା ଯାଉଛି? ତାହା ନୁହେଁ, ସମସ୍ତ କ୍ଲେଶ, ଗୋଟେ ପ୍ରକାର କ୍ଲେଶ ନୁହେଁ, ସମସ୍ତ କ୍ଲେଶ ମଧ୍ୟରେ ଦର୍ପ କରୁଅଛୁ, ଯେଣୁ କ୍ଲେଶରୁ ଧୈର୍ଯ୍ୟ, ଧୈର୍ଯ୍ୟରୁ ଅନୁଭୂତି, ପୁଣି ଅନୁଭୂତିରୁ ଭରସା ଯେ ଜନ୍ମେ, ଏହା ଆମେ ମାନେ ଜାଣୁ। ମାନେ କ୍ଲେଶରେ ମଧ୍ୟ ଦର୍ପ, କ୍ଲେଶରେ ମଧ୍ୟ, এইটা হচ্ছে ধৈর্যর চরিত্র, ধৈর্যর যে ফলটা এইটা। তেণু আপন মানকু মু কহিবা পাই, যদি আপন দেখিবে যাকোব তার প্রথম অধ্যায় তার 2 ରୁ 4। ହେ ମୋର ଭାଇମାନେ, ତୁମ୍ଭେମାନେ ଯେତେବେଳେ ନାନା ପ୍ରକାର ପରୀକ୍ଷାରେ ପରୀକ୍ଷିତ ହୁଅ, ସେତେବେଳେ ତାହା ବିଶେଷ ଆନନ୍ଦର ବିଷୟ ବୋଲି ମନେକର। ପରୀକ୍ଷା ସିଦ୍ଧ ବିଶ୍ୱାସ ଯେ ଧୈର୍ଯ୍ୟ ଉତ୍ପନ୍ନ କରେ, ଏହା ତ ଜାଣିଅଛ। ଆଉ ତୁମ୍ଭେମାନେ ଯେପରି କୌଣସି ବିଷୟରେ ଉଣା ନ ପଡ଼ି ସିଦ୍ଧ ଓ ସମ୍ପୂର୍ଣ୍ଣ ହୁଅ, ଏଥିପାଇଁ ଧୈର୍ଯ୍ୟ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟ ସାଧନ କରୁ। ଦେଖନ୍ତୁ ଏଠି ଆସୁଛି କ୍ଲେଶ ଭୋଗ, ଏଇଟା ଆସୁଛି ଦୁଃଖ ଭୋଗ, କିନ୍ତୁ ଏଇଟା କୁଆଡକୁ ନେଉଛି? ଏଇଟା ସିଦ୍ଧତା ଆଡକୁ ନେଉଛି। ଏଇଟା କୁଆଡକୁ ନେଉଛି? ଏଇଟା ଆପଣଙ୍କୁ ସିଦ୍ଧତା ଆଡକୁ କଢେଇ ନେଉଛି। ସେଥିରେ ସେ କଣ କହୁଛନ୍ତି? କି ସୁନ୍ଦର, କି ଚମତ୍କାର ଶିକ୍ଷାଟା। ଏ ଭାଇ ମାନେ, ତୁମେ ମାନେ ଯେତେବେଳେ ନାନା ପ୍ରକାର ପରୀକ୍ଷାରେ ପରୀକ୍ଷିତ, ଗୋଟେ ପ୍ରକାର ପରୀକ୍ଷା ନେଇ ନାନା ପ୍ରକାର କଷ୍ଟ, ନାନା ପ୍ରକାର ଦୁଃଖ, ନାନା ପ୍ରକାର ସମସ୍ୟା ଦେଇ ଗତି କର, ସେତେବେଳେ ତା ବିଶେଷ ଆନନ୍ଦର ବିଷୟ ବୋଲି ମନେ କର। କାହିଁକି? ତାପରେ ଗୋଟେ ପରୀକ୍ଷା ସିଦ୍ଧ ବିଶ୍ୱାସ ଆସିବ। ତାପରେ ଯୋଉ ବିଶ୍ୱାସଟା ଜନ୍ମ ହବ, ସେଟା ପରୀକ୍ଷା ସିଦ୍ଧ ବିଶ୍ୱାସ। ଆଜିର ବିଶ୍ୱାସୀ ମାନଙ୍କୁ ପ୍ରଚାରକ ମାନେ କଷ୍ଟ ଦେଇ ଯିବା ପାଇଁ ଦଉ ବି ନାହାନ୍ତି। ତାଡନା ନାଇଁ, ତାଡନା ଆସିବ ନାହିଁ, ଦୁଃଖ କେବେ ଆସୁନି। ଆମ ଘରେ ଦୁଃଖ ଆସିଲେ କଣ କରୁଛୁ? ସାଙ୍ଗେ ସାଙ୍ଗେ ପାଲକକୁ ଯେ ପଇସା ଦେଇ କହୁଛୁ ପ୍ରଚାରକ ମାନଙ୍କୁ, ଆଜ୍ଞା ଟିକେ ପ୍ରାର୍ଥନା କର, ଆଜ୍ଞା ଆମର ଘରେ ଦୁଃଖ ନ ଆସୁ, ଆମ ଘରେ କଷ୍ଟ ନ ଆସୁ, ଆମ ଘରେ ନିନ୍ଦା ନ ଆସୁ, ଆମ ଘରେ ତାଡନା ନ ଆସୁ। ଆମର ଆଜ୍ଞା ବହୁତ ପରିସ୍ଥିତି, ଲୋକମାନେ ଆମର ବିରୋଧ କରୁଛନ୍ତି। ଏ କହୁଛନ୍ତି ତୁମେ ଯେତେବେଳେ ନାନା ପରୀକ୍ଷା ଦେଇ ପରୀକ୍ଷିତ ହୁଅ, ଆନନ୍ଦର ବିଷୟ ବୋଲି ମନେ କର। କଣ ପାଇଁ? ସେଇଠୁ ଧୈର୍ଯ୍ୟ ଉତ୍ପନ୍ନ ହୁଏ, ସେଇଠୁ ଧୈର୍ଯ୍ୟ ଉତ୍ପନ୍ନ ହୁଏ, ଯେପରି କୌଣସି ବିଷୟ ଉଣା ନ ପଡି ସିଦ୍ଧ ସମ୍ପୂର୍ଣ୍ଣ ହୁଏ। ପ୍ରିୟ ଭାଇ ଭଉଣୀ ମାନେ, ଭଲ ସମୟ ନିଶ୍ଚୟ ଆସିବ, ଆପଣ ଦେଖିବେ। କିନ୍ତୁ ଏ ଭଲ ବିଷୟ କଣ ଅଟେ? ଆପଣଙ୍କ ଆତ୍ମିକ ଜୀବନର ଉନ୍ନତି, ଆପଣଙ୍କ ଆତ୍ମିକ ଜୀବନର ସିଦ୍ଧତା, ଆପଣଙ୍କ ପରିପକ୍ୱତା। ମୁଁ ପ୍ରଚାର କରିଛି, ମୋର ସ୍ୱାସ୍ଥ୍ୟ ଭଲ ସମୟରେ ପ୍ରଚାର କରିଛି, 3 ଘଣ୍ଟା ଲେଖା ପ୍ରଚାର କରିଛି, ଚିଲେଇ ଚିଲେଇ ପ୍ରଚାର କରିଛି। ସେ ପ୍ରଚାର ଅପେକ୍ଷା
ଏବେ ସ୍ୱାସ୍ଥ୍ୟ ଭଲ ନାହିଁ, ଏଠି କଷ୍ଟର ସହିତ ପ୍ରଚାର କରିବାର ଯୋଉ ସୁଫଳ ତାହା ମଧ୍ୟ ମୁଁ ଦେଖିଛି। ପ୍ରଭୁ ଆମମାନଙ୍କୁ ପ୍ରତ୍ୟେକଙ୍କୁ ଶିଖାଉଛନ୍ତି ଯେ ଭଲ ସମୟ ଗୋଟେ ନିଶ୍ଚୟ ଅଛି। ଆମେ ଯୋଉ କାନ୍ଦି କାନ୍ଦି ବିହନ ବୁଣିଛୁ, ଆମେ ନିଶ୍ଚୟ ଗୋଟେ ଦିନ ଦେଖିବା ଆନନ୍ଦ କରୁ କରୁ ଶସ୍ୟ ବିଡ଼ା ଧରି ଆସିବା। ଆନନ୍ଦର ସମୟ ଗୋଟେ ଅଛି। ଆପଣ ମସ୍ତ ଖୋଲନ୍ତୁ ପ୍ରକାଶିତ ବାକ୍ୟ 7 ପର୍ବ ତାର 13 ଆଉ 14। ପ୍ରକାଶିତ ବାକ୍ୟ 7 ତାର 13 ଆଉ 14। ପୁଣି ପ୍ରାଚୀନ ମାନଙ୍କ ମଧ୍ୟରୁ ଜଣେ ମତେ ପଚାରିଲେ, ଶୁକ୍ଳ ବସ୍ତ୍ର ପରିହିତ ଏହି ଲୋକମାନେ କିଏ ଓ ସେମାନେ କେଉଁଠାରୁ ଆସିଅଛନ୍ତି? ମୁଁ ତାହାଙ୍କୁ କହିଲି, ହେ ମୋହର ପ୍ରଭୁ, ଆପଣ ହିଁ ତାହା ଜାଣନ୍ତି। ସେଥିରେ ସେ ମତେ କହିଲେ, ଏମାନେ ମହାକ୍ଲେଶରୁ ବାହାରି ଆସିଅଛନ୍ତି ଓ ମେଷ ଶାବକଙ୍କ ରକ୍ତରେ ଆପଣା ଆପଣା ବସ୍ତ୍ର ଧୋଇ ଶୁକ୍ଳବର୍ଣ୍ଣ କରିଅଛନ୍ତି। କେତେ ସୁନ୍ଦର ଲେଖା ଅଛି ଦେଖନ୍ତୁ ପ୍ରିୟ ଭାଇ ଭଉଣୀ ମାନେ। ପୁଣି ପ୍ରାଚୀନ ମାନଙ୍କ ମଧ୍ୟରୁ ଜଣେ ମତେ ପଚାରିଲେ, ଶୁକ୍ଳ ବସ୍ତ୍ର, କେଉଁମାନେ ଶୁକ୍ଳ ବସ୍ତ୍ର ପିନ୍ଧିଛନ୍ତି? ଯେଉଁମାନେ ତାଡ଼ନାରୁ ବାହାରି ଆସିଛନ୍ତି। ତାଡ଼ନାରୁ ବାହାରି ଆସି ସର୍ବରା ହେଇନାହାନ୍ତି, ତାଡ଼ନାରୁ ବାହାରି ଆସିଛନ୍ତି, କିନ୍ତୁ ଶୁକ୍ଳ ବସ୍ତ୍ର ପରିହିତ এই ଲୋକମାନେ କିଏ? ସେମାନେ କେଉଁଠାରୁ ଆସୁଅଛନ୍ତି? ମୁଁ ତାହାଙ୍କୁ କହିଲି, ହେ ମୋର ପ୍ରଭୁ, ଆପଣ ହିଁ ତାହା ଜାଣନ୍ତି। ସେଥିରେ ସେ ମତେ କହିଲେ, ଏମାନେ ମହାକ୍ଲେଶରୁ ବାହାରି ଆସିଛନ୍ତି। ମହାକ୍ଲେଶରୁ ବାହାରି ଆସିଲା ସବୁ କଣ ଧରି ଆସିଛନ୍ତି? ଶୁକ୍ଳ ବସ୍ତ୍ର ଧରିକି ଆସୁଛନ୍ତି ଆଉ ମେଷ ଶାବକଙ୍କ ରକ୍ତରେ ଆପଣା ଆପଣା ବସ୍ତ୍ରକୁ ଧରି ଶୁକ୍ଳ ବର୍ଣ୍ଣ କରିଅଛନ୍ତି। ଏ କ୍ଲେଶରୁ ବାହାରିବା ସମୟରେ ଏମାନେ କଣ କରିକି ଆସିଛନ୍ତି? ଏମାନେ ଶୁକ୍ଳ ବସ୍ତ୍ର ପରିହିତ ଆସୁଛନ୍ତି। ଏମାନେ କେମିତି ଆସୁଛନ୍ତି? ଏମାନଙ୍କର ବସ୍ତ୍ର ମେଷ ଶାବକ ରକ୍ତରେ ପରିଷ୍କୃତ ହେଇଯାଇଛି। ଏଇଟାକୁ ଆପଣ ଦେଖିବା ଅଛି। ଆମେ କ୍ଲେଶକୁ ଦେଖିବା ନାହିଁ। କ୍ଲେଶରୁ ବାହାରିବା ସମୟରେ ଯୋଉ ବସ୍ତ୍ର ପିନ୍ଧିକି ଆସୁଛନ୍ତି, କ୍ଲେଶରୁ ବାହାରିବା ସମୟରେ ସେମାନଙ୍କର ଜୀବନ ଯୀଶୁଙ୍କର ରକ୍ତରେ ପରିଷ୍କୃତ ହେଇଛି, ଏଇଟା ଆମେ ଦେଖିବାର ଅଛି। ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଆମର ଏ ପ୍ରେଜେଣ୍ଟର ସଫରିଂ, ଏ ଫ୍ୟୁଚର ଗ୍ଲୋରିକୁ ଆମେ ଦେଖିବାର ଅଛି। ଆଜିର ଦୁଃଖ ଭୋଗ, କିନ୍ତୁ ଆସନ୍ତା କାଲିର ଗୌରବକୁ ଆମେ ଦେଖିବାର ଅଛି। ଭଲ ସମୟ ଆସିବ। ହାଲେଲୁୟା। ଆମେ ଯେ ପ୍ରକାର ନିଜକୁ ପରିଚାଳନା କରିବା ପାଇଁ ଚାହୁଁ, ଆମେ ଯେ ପ୍ରକାର ବଞ୍ଚିବା ପାଇଁ ଚାହୁଁ, ପରମେଶ୍ୱର ସେ ପ୍ରକାର ନିଅନ୍ତି ନାହିଁ। ପରମେଶ୍ୱର ଆମମାନଙ୍କୁ ଗୋଟେ ଭିନ୍ନ ପ୍ରକାର ଆମମାନଙ୍କୁ ଶିଖାନ୍ତି। ଯଦି ଆପଣ ଦେଖିବେ ରୋମିଓ 8 ପର୍ବ 18 ପଦ, ରୋମିଓ 8 ପର୍ବ 18 ପଦ। କାରଣ ମୋ ବିଚାରରେ ଯେଉଁ ଗୌରବ ଆମ୍ଭମାନଙ୍କ ପ୍ରତି ପ୍ରକାଶିତ ହେବ, ତାହା ତୁଳନାରେ ଏହି ବର୍ତ୍ତମାନ କାଳର ଦୁଃଖ ଭୋଗ କିଛି ହିଁ ନୁହେଁ। ସେ କଣ ଦେଖୁଛନ୍ତି ପ୍ରିୟ ଭାଇ ଭଉଣୀ ମାନେ? ଏଇଟା ଭଲ ସମୟ ଅଛି ଆପଣଙ୍କ ପାଇଁ। ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ପାଇଁ ଭଲ ସମୟ ଅଛି। ଏଟା ତାର ପ୍ରଭୁ ଭଲ ଅଟନ୍ତି, ତାର ପ୍ରଭୁ ଭଲ ଅଟନ୍ତି। ଆମେ ଭଲ ନୁହଁ, କିନ୍ତୁ ପ୍ରଭୁ ଭଲ ଅଟନ୍ତି। ଆମେ ଗାଉଛୁ ନା, କେତେ ଭଲ ମୋର ପ୍ରଭୁ, ସେତେ ଭଲ। ଆମର ଇମାଜିନେସନ ର ବାହାରେ ଭଲ ସେ ଅଟନ୍ତି। ବେଳେ ବେଳେ ମୁଁ କିଛି ଲୋକଙ୍କୁ ଜାଣେ, ସେମାନେ ଭାରି ଭଲ, କିନ୍ତୁ ସେମାନଙ୍କ ପାଖରେ ଯେତେବେଳେ ମୁଁ ଦେଖେ, ସେମାନେ ତା ଠାରୁ ବି ଭଲ ଅଟନ୍ତି। ମୁଁ ବେଳେ ବେଳେ ଅନେକଙ୍କୁ ଜାଣିଛି, ସେମାନେ ଭଲ ଲୋକ ବୋଲି ଜାଣିଛି, କିନ୍ତୁ ସେମାନଙ୍କ ପାଖରେ ରୁହେ, ସେମାନଙ୍କୁ ସାକ୍ଷାତ କରେ, ସେମାନଙ୍କ ଘରକୁ ଯାଏ, ମୁଁ ଦେଖେ, ଆରେ ଆରେ ମୁଁ ଏମାନଙ୍କୁ ଯେତେ ଭଲ ଭାବୁଥିଲି, ଏମାନେ ତା ଠାରୁ ମଧ୍ୟ ଭଲ ଅଟନ୍ତି। ଆପଣ ଯେତେବେଳେ ଆପଣଙ୍କର ଆଖି ସଫା ହେଇଯିବ ଅଶ୍ରୁରେ, ଆପଣଙ୍କ ପ୍ରଭୁଙ୍କୁ ଭଲରେ ଦେଖିପାରିବେ, ଆପଣ ପ୍ରଭୁଙ୍କର ଗୌରବକୁ ଦେଖିପାରିବେ। ସେ କଣ କହୁଛନ୍ତି? କାରଣ ମୋର ବିଚାରରେ, ସେ କହୁଛନ୍ତି ମୋର ବିଚାରରେ ଯୋଉ ଗୌରବ ଆମମାନଙ୍କର ପ୍ରତି ପ୍ରକାଶିତ ହେବ, ତାହା ତୁଳନାରେ ଏ ବର୍ତ୍ତମାନ କାଳର ଦୁଃଖ ଭୋଗ କିଛି ହିଁ ନୁହେଁ। ଏ ବର୍ତ୍ତମାନ କାଳର ଦୁଃଖ ଭୋଗ କିଛି ହିଁ ନୁହେଁ। ଆସନ୍ତୁ ପ୍ରାର୍ଥନା କର, ସମସ୍ତେ ଚକ୍ଷୁ ବନ୍ଦ କରିବା, ପ୍ରଭୁଙ୍କ କତିରେ ସମର୍ପିତ ହେବା।
ଭଲ ସମୟ ନିଶ୍ଚୟ ଆସିବ। ହାଲେଲୁୟା, 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 ହାଲେଲୁୟା। ବାପା ଧନ୍ୟବାଦ, କାରଣ ଭଲ ସମୟ ଗୋଟେ ଅଛି। ଦାସତ୍ୱ ଅବସ୍ଥା ପରେ, କ୍ରନ୍ଦନ ପରେ ଶସ୍ୟ ବିଡ଼ା ଧରି ନେଉଟିବାର ଅଛି। କ୍ରନ୍ଦନର ଉପତ୍ୟକା ଓ ପ୍ରଭୁ ପାରି ହେଲା ପରେ ଗୋଟେ ଆନନ୍ଦର ଝର ମଧ୍ୟ ଅଛି। ଧନ୍ୟବାଦ। ଏ ବର୍ତ୍ତମାନର ଦୁଃଖ ଭୋଗ ପରେ ଅନନ୍ତ ଗୌରବ ଅଛି। ପ୍ରଭୁ ଏ କ୍ଲେଶ ଯେ ଧୈର୍ଯ୍ୟ ଉତ୍ପନ୍ନ କରେ, ମହାକ୍ଲେଶରୁ ବସ୍ତ୍ର ଗୋଟେ ଶୁକ୍ଳ ବସ୍ତ୍ର ମିଳେ। ପ୍ରଭୁ ଆମେ ଏହାକୁ ଭଲରେ ଜାଣିନଥିଲୁ। ସତର ପାପ କ୍ଷମା ହୁଏ, ଏହା ଆମେ ଜାଣିନଥିଲୁ। ପ୍ରଭୁ ଧନ୍ୟବାଦ ଦଉଛି, ଗୋଟେ ଭଲ ସମୟ ପ୍ରତ୍ୟେକ ବିଶ୍ୱାସୀ ପାଇଁ ଆପଣ ରଖିଛ। ବାପା ଆପଣଙ୍କୁ କି ଦେଇ ଧନ୍ୟବାଦ କରିବୁ? ଆପଣଙ୍କୁ କେମିତି ଧନ୍ୟବାଦ ଦେବୁ ଆମେ ବୁଝିପାରୁନାହୁଁ। ଏତେ ଭଲ ପ୍ରଭୁ ଆପଣ ଅଟନ୍ତି, ଆପଣ ଏତେ ଭଲ ବାପା ଅଟନ୍ତି, ଆମ ପାଇଁ ଏତେ ଯୋଜନା କରନ୍ତି। ଧନ୍ୟବାଦ ପ୍ରଭୁ। ଆମମାନଙ୍କୁ ଦୁଃଖରେ କଷ୍ଟରେ ପରାସ୍ତ ଦିଅ ନାହିଁ ପ୍ରଭୁ। ପ୍ରତ୍ୟେକକୁ ଅନୁଗ୍ରହ କର, ଦୟା କର। ରାଜା ମାନଙ୍କର ରାଜା, ପ୍ରଭୁ ମାନଙ୍କର ପ୍ରଭୁ ପରମେଶ୍ୱର, ଆପଣଙ୍କୁ ଧନ୍ୟବାଦ ଦିଏ। ପ୍ରଭୁ ମୋର ଭାଇ ଭଉଣୀ ମାନେ ଯେମାନଙ୍କ ଜୀବନରେ ଅସରନ୍ତି ଦୁଃଖ, ଅସରନ୍ତି ବେଦନା, ଅସରନ୍ତି ଅଭାବ, ଅସରନ୍ତି କଷ୍ଟ, ଅସରନ୍ତି ଅପମାନ ଦେଇ ଯାଉଛନ୍ତି, କିନ୍ତୁ ସେଠୁ ଆପଣ ଯେଉଁ ଆନନ୍ଦ ସେମାନଙ୍କୁ ଦାନ କରୁଛନ୍ତି, ବାହିକ କଷ୍ଟ ତୁଳନାରେ ଆନ୍ତରିକ ଆନନ୍ଦ ଯେ କେତେ ଅଧିକ ପ୍ରଭୁ, ସେଥିପାଇଁ ଧନ୍ୟବାଦ ଦିଏ। ପ୍ରଭୁ ଆମ ପ୍ରତ୍ୟେକକୁ ସାହାଯ୍ୟ କର, ଯେପରି ପ୍ରଭୁ ଆମେ ପ୍ରତ୍ୟେକ ଆପଣଙ୍କୁ ଆହୁରି ଭଲରେ ଜାଣିପାରିବୁ, ଆପଣଙ୍କୁ ଆହୁରି ଭଲରେ ସେବା କରିପାରିବୁ, ଆପଣଙ୍କୁ ଆହୁରି ଭଲରେ ପ୍ରଭୁ ଭଲରେ ପ୍ରକାଶ କରିପାରିବୁ। ଆମମାନଙ୍କୁ ଅନୁଗ୍ରହ, ପ୍ରତ୍ୟେକକୁ ଦୟା କର ବାପା। ଏ ଅଳ୍ପ ସମୟର ଶିକ୍ଷା ଅନେକ ଜୀବନକୁ ଆଶୀର୍ବାଦ ଦିଏ। ମତେ କ୍ଷମା କର ପ୍ରଭୁ, ମୁଁ ଶୀଘ୍ର ଉଠି ପାରୁନାହିଁ, ମୁଁ ଅଧିକ ସମୟ ବାଇବେଲ ଷ୍ଟଡି ନେଇ ପାରୁନାହିଁ, ମତେ କ୍ଷମା କର। କିନ୍ତୁ ଆପଣ ସ୍ୱଳ୍ପ ସମୟ ମଧ୍ୟରେ ଯାହା କଥା ହେଇଛନ୍ତି ସେଥିପାଇଁ ମୁଁ ଧନ୍ୟବାଦ କରୁଛି। ପ୍ରତ୍ୟେକକୁ ଆପଣ ହସ୍ତ ରଖିବେ। ବାଇବେଲ ଟ୍ୟୁଟୋରିଆଲର ପ୍ରତ୍ୟେକ ଭାଇ ଭଉଣୀ ମାନଙ୍କୁ, ଯେଉଁମାନେ ଜୁମ୍ ରେ ଅଛନ୍ତି, ୟୁଟ୍ୟୁବ ରେ ଅଛନ୍ତି, ପ୍ରତ୍ୟେକକୁ ଆପଣ ହସ୍ତ ରଖିବେ। ଆପଣଙ୍କ ଦାସ ଭାବରେ ପ୍ରାର୍ଥନା କରେ, ପ୍ରତ୍ୟେକଙ୍କ ସହବର୍ତ୍ତୀ ପରମେଶ୍ୱର ଆଦର ମହିମା ଆପଣଙ୍କର ଯୀଶୁଙ୍କ ପ୍ରିୟ ନାମରେ ମାଗିବି, ଆମେନ୍। ଆମେନ୍ ଆମେନ୍। ଆସନ୍ତୁ ଶେଷ ଆଶୀର୍ବାଦ ଗ୍ରହଣ କରି ସଭାଟି ରଖିବା। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ, ପିତା ଈଶ୍ୱରଙ୍କ ପ୍ରେମ